Hello everyone. Aji Stopping by Oats on a Snowy Evening written by Robert Frost discuss Karibi. Plus two first year arts science commerce English book 1 ର poem କବି କହୁଛନ୍ତି ଏ ଜଙ୍ଗଲଟି କାହାର ମୁଁ ଭାବୁଛି ମୁଁ ଜାଣିଛି woods ର ମାନେ ହେଲା forest house is in the village though will not see me stopping here to watch his woods fill up with snow ଜଙ୍ଗଲଟିର ଓନର ତା ଘର ଗାଁରେ ଯଦିଓ ଜଙ୍ଗଲର ବ୍ୟୁଟିଫୁଲ ସାଇଟ୍ ଏ ଯୋଉ ସୌନ୍ଦର୍ଯ୍ୟମୟ ଦୃଶ୍ୟ ସ୍ନୋ କଭର ହେଇଛି ଫରେଷ୍ଟରେ ଏହାକୁ ଦେଖିବା ପାଇଁ ଏ ସୌନ୍ଦର୍ଯ୍ୟକୁ ମୁଁ ଯଦି ଏଠି ଅଟକି ଯାଉଛି ତାହେଲେ ସିଏ ମତେ ଦେଖିପାରିବ ନାହିଁ ସଞ୍ଜାରେ ଗୋଟେ ଜଙ୍ଗଲ ଯୋଉଟା କି ସ୍ନୋରେ କଭର ହେଇଛି ଏବଂ କେତେ ସୁନ୍ଦର ଦେଖାଯାଉଛି ସେ ସୌନ୍ଦର୍ଯ୍ୟକୁ ଏଠି ବର୍ଣ୍ଣନା କରାଯାଇଛି Little horse must think it queer to stop without a farmhouse near between the woods and frozen lake the darkest evening of the year Little ମାନେ ଆମେ ଜାଣିଛନ୍ତି ସାନ ବା ଛୋଟ ଏଠି Little ମାନେ ହଉଛି ପ୍ରିୟ ତ ଏଠି ସେ ତାଙ୍କ ଘୋଡାକୁ ସମ୍ବୋଧନ କରି ସ୍ନେହରେ କହୁଛନ୍ତି ମୋର ପ୍ରିୟ ଘୋଡାଟି ଭାବିକି ଆଶ୍ଚର୍ଯ୍ୟ ହେଇଯାଉଥିବ ଯେ ପାଖରେ ତ କୌଣସି ଫାର୍ମ ହାଉସ ନାହିଁ ମୋର ମାଲିକ କଣ ପାଇଁ ଗୋଟେ ଜଙ୍ଗଲ ଏବଂ ଗୋଟେ ଫ୍ରୋଜେନ ଲେକ୍ ର ମଝାମଝିରେ ଅଟକି ଗଲେ ଲେକ୍ ମିନ୍ସ ବରଫର ହ୍ରଦ ଦ୍ୟାଟ୍ ମିନ୍ସ ଏତେ ଥଣ୍ଡା ଅଛି ସେଠି ପାଣିଟା ବରଫ ହେଇଯାଇଛି ସନ୍ଧ୍ୟାଟି ସେଇ ବର୍ଷର ସବୁଠୁ ଅନ୍ଧକାର ସନ୍ଧ୍ୟା ଥିଲା Keeps his harness bells awake to ask if there is some mistake the only other sound is the sweep of easy wind and downy flake ବେକରେ ଯୋଉ ଗୋଟେ ଲେଦର ଗୋଟେ ବନ୍ଧା ଯାଇଥାଏ ତ ସେ କଥାଟା କହୁଛନ୍ତି ସେ ଯୋଉ ତାର ବେଲ୍ଟଟାକୁ ତା କାନ୍ଧରେ ଯୋଉ ବା ତାର ବେକରେ ଯୋଉ ନେକରେ ଥିବା ବେଲ୍ଟଟାକୁ ବଜେଇକି ମିନ୍ସ ଏମିତି ହଲେଇକି ସେ ପଚାରିବାକୁ ଚାହୁଁଛି ଯେ ତା ଦ୍ୱାରା କିଛି ଭୁଲ ହେଇଯାଇଛି କି ହର୍ସର ହାର୍ନେସ୍ ବେଲ୍ର ସାଉଣ୍ଡ ବ୍ୟତୀତ ଆଉ ସେଠି ଦୁଇ ପ୍ରକାରର ସାଉଣ୍ଡ ଥିଲା ଦେଲେ ଯେମିତି ଝାଡୁ କରିବା ଭଳିଆ ସୁ ସୁ ଶବ୍ଦ ହୁଏ ତୁଷାରପାତ ହେଲେ ବା କାକର ପଡିଲେ ଯେଉଁ ଶବ୍ଦ ହେଇଯାଏ ପତ୍ର ଉପରେ ତୁଷାରପାତ ଯେତେବେଳେ ହବ ଯୋଉ ଗୋଟେ ଟପ ଟପ ହେଇକି ଶବ୍ଦ ହୁଏ ଜଙ୍ଗଲ ଭିତରେ ଏହି ଶବ୍ଦ ଶୁଣିବାକୁ ମିଳୁଥିଲା Woods are lovely dark and deep but I have promises to keep and miles to go before I sleep and miles to go before I sleep ଏହି ଷ୍ଟାଞ୍ଜାଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଏହାର ଗୋଟେ ଡିପ୍ ମିନିଂ ରହିଛି ଏହି ଷ୍ଟାଞ୍ଜାଟିର ଲିଟେରାଲ ମିନିଂ ଅଛି ଏବଂ ମେଟାଫୋରିକାଲ ମିନିଂ ରହିଛି ଅର୍ଥାତ୍ ଗୋଟେ ଏକ୍ସଟର୍ନାଲ ମିନିଂ ଏବଂ ଗୋଟେ ଇଣ୍ଟରନାଲ ମିନିଂ ଅଛି ସେଇ ଯୋଉ ଜଙ୍ଗଲଟି ବହୁତ ସୁନ୍ଦର ଅନ୍ଧକାର ଏବଂ ଗଭୀର ଥିଲା ଏହା ହେଉଛି ଏହାର ଆକ୍ଷରିକ ଅର୍ଥ ଏହାର ଆଭ୍ୟନ୍ତରୀଣ ଅର୍ଥକୁ ଦେଖିବା ମାନେ ଯେଉଁ ଧରାପୃଷ୍ଠକୁ ଜନ୍ମ ହେଇକି ଆସିଛନ୍ତି ସେଇ ଧରାପୃଷ୍ଠକୁ ଉଡ୍ ସହିତ କମ୍ପେୟାର କରାଯାଉଛି କୁହାଯାଉଛି ଯେ ଏ ଧରାପୃଷ୍ଠଟା ମଧ୍ୟ ଏ ଜଙ୍ଗଲ ଭଳିଆ ବହୁତ ସୁନ୍ଦର ବହୁତ ଡାର୍କ ଏବଂ ବହୁତ ଡିପ୍ ଯେପରି କବିଙ୍କର ଏଇ ସୌନ୍ଦର୍ଯ୍ୟମୟ ଜଙ୍ଗଲକୁ ଛାଡ଼ିକି ଯିବା ପାଇଁ ଇଚ୍ଛା ହଉନାହିଁ ତଥାପି ତାଙ୍କୁ ଯିବାକୁ ପଡ଼ିବ କାରଣ ତାଙ୍କୁ ବହୁତ ଗୁଡ଼ାଏ କାମ କରିବାର ଅଛି ତାଙ୍କୁ କିଛି ରେସ୍ପନ୍ସିବିଲିଟି ଅଛି କିଛି ଡ୍ୟୁଟି ଅଛି ତ ସେଇ ଡ୍ୟୁଟିକୁ ତାଙ୍କୁ କମ୍ପ୍ଲିଟ୍ କରିବାକୁ ପଡ଼ିବ ଅର୍ଥାତ୍ ସେ ଯଦି ଏଇ ଜଙ୍ଗଲର ଶୋଭାକୁ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆହୁରି ଅଧିକ ସମୟ ରହିଯିବେ ତାହେଲେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିପାରିବେ ନାହିଁ ଇଭିନିଂର ସମୟଟା ଥିଲା ଡାର୍କନେସ୍ ଆହୁରି ବଢ଼ିବ ଜଲ୍ଦି ରାତି ହେଇଯିବ ଆଣ୍ଡ ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍ ଏଠି ସ୍ଲିପ୍ର ଅର୍ଥ ହେଉଛି ଶୋଇବା ତ ଏଇଟା କହୁଛନ୍ତି ମୋତେ ରାତିରେ ଶୋଇବା ପୂର୍ବରୁ ସବୁ କାମକୁ କମ୍ପ୍ଲିଟ୍ କରିବାକୁ ପଡ଼ିବ ମୋର ଯାହା ଦାୟିତ୍ୱ ଅଛି ରେସ୍ପନ୍ସିବିଲିଟି ଅଛି ତାକୁ କମ୍ପ୍ଲିଟ୍ କରିବାକୁ ପଡ଼ିବ ମୁଁ ଯଦି ଏଠି ଅଟକି ଯାଉଛି ତାହେଲେ ମୁଁ ଠିକ୍ ସମୟରେ ସେ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିପାରିବି ନାହିଁ ଆଣ୍ଡ ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍ ଲାଇନ୍ଟା ଦୁଇଥର ୟୁଜ୍ ହେଇଛି ତ ଯୋଉ ଲାଷ୍ଟ ଧାଡ଼ିରେ ଏହାର ମିନିଂ ହେଉଛି ସ୍ଲିପ୍ର ମିନିଂ ହେଉଛି ଡେଥ୍ ଏହା ଡେଥ୍କୁ ସିମ୍ବଲାଇଜ୍ କରୁଛି ମୃତ୍ୟୁ ପୂର୍ବରୁ ତାଙ୍କୁ ତାଙ୍କର ସବୁ ଦାୟିତ୍ୱକୁ ସାରିବାକୁ ପଡ଼ିବ ଅର୍ଥାତ୍ ସେ ଜଣେ ଦାୟିତ୍ୱବାନ ମଣିଷ ହିସାବରେ ନିଜର ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି ମୃତ୍ୟୁ ପୂର୍ବରୁ ସେ ଯେମିତି ଦାୟିତ୍ୱକୁ ସବୁ ସମ୍ପାଦନ କରିସାରିଥିବେ ଏହି ପଏମଟି ଜବାହରଲାଲ ନେହେରୁଙ୍କର ବହୁତ ଫେଭରାଇଟ୍ ଥିଲା ତାଙ୍କର ଡେଥ୍ ବେଡ୍ରୁ ଏହି
ପୋଏମ୍ର ଷ୍ଟାଞ୍ଜା ବା ଏଇ ଲାଷ୍ଟ ଷ୍ଟାଞ୍ଜାଟି ମିଳିଥିଲା। ମୃତ୍ୟୁ ପୂର୍ବରୁ ସେ ଏଇ ଲାଷ୍ଟ ଷ୍ଟାଞ୍ଜାଟି ପଢ଼ିଥିଲେ। ଏଇ ପୋଏମ୍ଟି ଆମକୁ ଏଇଆ ମେସେଜ ଦେଉଛି ଯେ ଆମେ କୌଣସି ବି ସୌନ୍ଦର୍ଯ୍ୟମୟ ବସ୍ତୁ ପାଖରେ ଯଦି ପୁରା ବିମୋହିତ ହୋଇକି ଆବଶ୍ୟକତା ଠାରୁ ଅଧିକ ସମୟ ରହିଯାଉଛନ୍ତି, ଅଟକି ଯାଉଛନ୍ତି ସେଠି, ତାହେଲେ ଆମେ ଆମର ଦାୟିତ୍ୱକୁ ସମ୍ପାଦନ କରିପାରିବା ନାହିଁ। ପୋଏମ୍ଟି ଗୋଟେ ମେସେଜ ଦେଉଛି ଯେ ଆମେ କେମିତି ଆମ ନିଜକୁ ସେଲ୍ଫ କଣ୍ଟ୍ରୋଲ କରିପାରିବା। ସ୍ପିକର ଚାହିଁଥିଲେ ଆହୁରି ଅଧିକ ସମୟ ରହିକି ଜଙ୍ଗଲର ଶୋଭାକୁ ଉପଭୋଗ କରିପାରିଥାନ୍ତା। ଏଇ କବିତାଟି ଆମକୁ ଜଣେ ଦାୟିତ୍ୱବାନ ଏବଂ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ହେବାକୁ ମେସେଜ ଦେଉଛି। ସେଲ୍ଫ କଣ୍ଟ୍ରୋଲ ମାଧ୍ୟମରେ ଆମେମାନେ ଦାୟିତ୍ୱବାନ ଏବଂ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ହୋଇପାରିବା।